ହ୍ୟାଲୋ ପିଲାମାନେ, ଆଜିଠୁ ଆମେ ଏକ ନୂଆ ଶୈଳୀରେ ପାଠ ପଢ଼ିବା। ପିଲାମାନେ, ତୁମେ ଜାଣିଛ ପଞ୍ଚମ ଶ୍ରେଣୀ ହେଉଛି ଆମର ମୂଳଦୁଆ। ପଞ୍ଚମ ଶ୍ରେଣୀରେ ବିଭିନ୍ନ ପ୍ରକାର ସବୁ ନୂଆ ନୂଆ ପାଠ ସବୁ ରହିଅଛି। ଆଉ ଏଇ ପଞ୍ଚମ ଶ୍ରେଣୀ ପାଠ ଯଦି ଆମେ ଜାଣିଥିବା, ତାହେଲେ ଭବିଷ୍ୟତରେ ଯେତେବେଳେ ଆମେ ପରୀକ୍ଷା ଦେଉଛେ, କମ୍ପିଟିଟିଭ୍ ପରୀକ୍ଷା ଦେଉଛେ, ବୃତ୍ତି, ନବୋଦୟ, ମଡେଲ ସ୍କୁଲ ପରୀକ୍ଷା ଇତ୍ୟାଦି ସିଲେକ୍ସନ ହେବା ପାଇଁ ଆମକୁ ସହଜ ହେଇଥିବ। ଆମେ ତେଣୁକରି ପଞ୍ଚମ ଶ୍ରେଣୀର ପାଠକୁ ଟିକେ ମନ ଦେଇ ପଢ଼ିଥିବା। କିନ୍ତୁ ପିଲାମାନେ, ତୁମେ ଜାଣିଛ ଯେ ଆମର ଯେଉଁ ପଞ୍ଚମ ଶ୍ରେଣୀରେ ପାଠ ସବୁ ଦେଇଛି, ସେ ପାଠରେ କ'ଣ ହେଇଛି ନା, ଯେତେବେଳେ ଆମେ ପ୍ରଥମରୁ ପାଠ ପଢ଼ୁଛେ ଗଣିତ ଧାରା ବୋଲିକି ଆମ ଯେଉଁ ବହି ଅଛି, ଗଣିତ ଧାରାରେ ପ୍ରଥମ ବିଷୟ ରହିଛି କଣ ଓ କଣର ମାପ। ଏମିତି ବହୁତ ପ୍ରକାର ଅଛି ବିଷୟ, କିନ୍ତୁ ଏଇଠୁ ଆମେ ଟିକେ ଆଉ ଟିକେ ଅଧିକା ଜାଣିବା, ନୂଆ ଶୈଳୀରେ ଆମେ ଟିକେ ପାଠ ପଢ଼ିବା। କାରଣ ଆମେ ଯେତେ ପାଠ ଟିକେ ପଢ଼ିଥିବା, ଆମର ଯେତେ ଫାଉଣ୍ଡେସନ ଷ୍ଟ୍ରଙ୍ଗ ହେଇଥିବ, ଆମର ଭବିଷ୍ୟତ ଗଢ଼ିବା ପାଇଁ, ଫ୍ୟୁଚରରେ କ୍ୟାରିୟର ଗଠନ ପାଇଁ ଆମକୁ ସେତେ ସହଜ ହେବ। କିନ୍ତୁ ଆଉ ଟିକେ ଆମେ ଅଧିକା ଜାଣିବା, କାରଣ ବୃତ୍ତି ପରୀକ୍ଷାରେ ଆମର ସାଧାରଣ ପାଠଠୁ ଆଉ ଟିକେ ଅଧିକା ପାଠ ପଡ଼ିଥାଏ। ଆଚ୍ଛା, ଠିକ୍ ଅଛି। ଆମେ ଆମର ଯେଉଁ ବିଷୟ ଥିଲା କଣ ଓ କଣର ମାପ ବୋଲିକି, ପ୍ରଥମ ବିଷୟଟି, ସେଇଥିରେ ସାଇବେରିଆରୁ ଚିଲିକାକୁ ଆସୁଥିବା ବିଭିନ୍ନ ପ୍ରକାର ପକ୍ଷୀମାନଙ୍କର ଗତିବିଧି, ତାଙ୍କର ଥଣ୍ଟ ଇତ୍ୟାଦିକୁ ଲକ୍ଷ୍ୟ କରି କଣର ପାଠ ସବୁ ଆମେ ପଢ଼ିଥିଲେ। କିନ୍ତୁ ଆଜିଠୁ ଆମେ ଗୋଟେ ନୂଆ ଆଉ ଟିକେ ଡେପ୍ଥକୁ ଯିବା, ଆଉ ଟିକେ ଭିତରକୁ ଯିବା, ଭିତରକୁ ଯାଇକି ଆଉ ଟିକେ ପାଠ ପଢ଼ିବା। ନା, କଣ କେମିତି ସୃଷ୍ଟି ହେଲା, ତାର କାହାଣୀ କେମିତି ଅଛି, ଏଇସବୁ ବିଷୟରେ ଆମେ ପଢ଼ିବା। ତ ଚାଲ ଆଉ ଡେରି ନକରି ଆମେ ଷ୍ଟାର୍ଟ କରିବା ପ୍ରଥମ ପାଠ। ଏଇଠି ଦେଖ ପିଲାମାନେ, କଣର କାହାଣୀ ସବୁ କ'ଣ ଅଛି ନା, ବହୁ ବର୍ଷ ପୂର୍ବେ ଗୋଟେ ମେସୋପୋଟାମିଆ ବୋଲି ଗୋଟେ ସଭ୍ୟତା ଥିଲା ଗ୍ରୀସ ଦେଶରେ। ସେଇଠି ପ୍ରଥମେ ଲୋକମାନେ ରହୁଥିଲେ। ତ ସେଇ ମେସୋପୋଟାମିଆରେ ଟାଇଗ୍ରିସ୍ ଆଉ ୟୁଫ୍ରେଟିସ୍ ବୋଲିକିରି ନଦୀ ଦୁଇଟି ଥିଲା। ଆଉ ସେଇ ନଦୀରେ ପ୍ରବଳ ନଈ ବଢ଼ି ଆସୁଥାଏ। ତ ନଈ ବଢ଼ି ଯୋଗୁଁ ତାଙ୍କର ଯେତେ ବିଲ ବାଡ଼ି ସବୁ ବୁଡ଼ିକି ରହୁଥିଲା। ଏଇ ଦେଖୁଛ, ପୁରା ବିଲ ବାଡ଼ି ସବୁ ବୁଡ଼ିକି ରହୁଥିଲା। ସେମାନେ ତାଙ୍କର ବିଲ ବାଡ଼ିକୁ ଚିହ୍ନି ପାରୁନଥିଲେ। ତ ତାଙ୍କର ବିଲ ବାଡ଼ିକୁ ପରବର୍ତ୍ତୀ ସମୟରେ କେମିତି ଚିହ୍ନି ରଖିବେ, ସେମାନେ ନୂଆ କୌଶଳ ସେମାନେ ଆରମ୍ଭ କଲେ। କ'ଣ ନା, ଏଇଠି ଦେଖୁଛ, ଏଇଠି ଦଉଡ଼ିରେ ସେମାନେ ଗଣ୍ଠି ପକେଇକି ତାଙ୍କର ବିଲ ବାଡ଼ିକୁ ସେମାନେ ମାପ କରୁଥିଲେ। ମାପ କରି ସେମାନେ ମନେ ରଖୁଥିଲେ ଆଉ ଗଣ୍ଠି ପକେଇ ରଖୁଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ବର୍ଷା ଛାଡ଼ି ଯାଉଥିଲା, ସେମାନେ ସେଇ ଯେଉଁ ଗଣ୍ଠି ପକେଇଥିବା ଦଉଡ଼ିକୁ ନେଇକରି ତାଙ୍କର କେତେ ପରିମାଣରେ ବିଲ ଥିଲା, ବାଡ଼ି ଥିଲା, ତାକୁ ସେମାନେ ଚିହ୍ନଟ କରୁଥିଲେ। ଏଇ ଦେଖୁଛ ଛବିରେ। କିନ୍ତୁ ସେମାନେ ଅସୁବିଧାରେ ପଡ଼ୁଥିଲେ କେତେବେଳେ ନା, ଯେତେବେଳେ କଣ ସୃଷ୍ଟି ହେଉଥିଲା। ବିଲ ବାଡ଼ି ମାନଙ୍କର ତ ସେପ୍ ସାଇଜ୍ ଅଲଗା ଅଲଗା ଥାଏ ନା, ଆକୃତି ଅଲଗା ଅଲଗା ଟାଇପ୍ର ଥାଏ। ତ ସେମାନେ ବୁଡ଼ିଗଲା ପରେ କେମିତି ସେପ୍ରେ ରହି ବସିବା, କେମିତି ଆକୃତିର ରହିବ, ସେମାନେ ଜାଣିପାରୁନଥିଲେ। ତ ପରେ ପରେ କ'ଣ ହେଲା, ଆଉ ବି କ'ଣର ଆବଶ୍ୟକତା ପଡ଼ିଲା। କେବେ ନା, ସେଇ ମାନେ ଗ୍ରୀସ ଦେଶରେ ହିଁ, ଗ୍ରୀସ ଏବଂ ମିଶର ଦେଶରେ ତାଙ୍କର ଯେତେବେଳେ ଲୋକମାନେ ମରିଯାଉଥିଲେ, ମଲା ଲୋକକୁ ମଲା ପରେ ସେମାନେ ତାକୁ ପୋତିକି ପିରାମିଡ଼ ତିଆରି କରୁଥିଲେ। ଦେଖୁଛନ୍ତି, ବାଲିର ସବୁ ପିରାମିଡ଼ ସବୁ ତିଆରି ହେଇଛି। ଆଚ୍ଛା, ବାଲି ତ ସିଧାସଳଖ ଭାବରେ ରହିବ ନାହିଁ ଘର ରକମ, ବାଲି ସେଠି ବହୁତ, ତେଣୁକରି ସେଠି କ'ଣ ହେଲା, ଏମିତି ପିରାମିଡ଼ ତିଆରି କଲେ। ପିରାମିଡ଼ ତିଆରି କଲାବେଳେ ସେଇଠି ସବୁ ବାହୁ ସବୁ ସୃଷ୍ଟି ହେଲା, କଣ ସବୁ ସୃଷ୍ଟି ହେଲା, ସେମାନେ ଚିହ୍ନିଲେ କ'ଣ। କିନ୍ତୁ ତାର ପ୍ରୟୋଗ ସେମାନେ ଶିଖିନଥିଲେ। ପରବର୍ତ୍ତୀ ସମୟରେ କ'ଣ ହେଲା ନା, ସେଇ ବଢ଼ି ତାଙ୍କର ଯେଉଁ ହେଉଥାଏ ମେସୋପୋଟାମିଆରେ, ବର୍ଷକୁ କେତେ ଥର, ମାସକୁ କେତେ ଥର ବଢ଼ି ହେବ, କ'ଣ ହେବ, ତାହାକୁ ଜାଣିବା ପାଇଁ ସେମାନେ ସୂର୍ଯ୍ୟ ଘଡ଼ି ଗୋଟେ ତିଆରି କଲେ। ସେ ସୂର୍ଯ୍ୟ ଘଡ଼ିରେ ଗୋଟେ କାଠକୁ ପୋତିକି, ଦେଖୁଛ, ଏଇଟା ଯେକୌଣସି ଗୋଟେ ଜିନିଷକୁ ପୋତି ଦେଇକି, ଆଉ ସେମାନେ ତାର ଛାଇର ଗତିବିଧିକୁ ଲକ୍ଷ୍ୟ କଲେ। ସେମାନେ ସୂର୍ଯ୍ୟ ଯେତେବେଳେ ହୁଏ, ଖରା ହୋଇଥାଏ, ସେତେବେଳେ ଏଇ କିଳାଟା ଯେଉଁ ପୋତିଥିଲେ, ତାର କିଳା ପୋତା, ତାର ଯେଉଁ ଛାଇ ସୃଷ୍ଟି ହୁଏ, ଛାଇଟା ଯେମିତି ବୁଲୁଥାଏ, ସେଇଟାକୁ ଲକ୍ଷ୍ୟ କରିକିରି ସେମାନେ ଦିନ ନିର୍ଘଣ୍ଟ କଲେ, ଦିନ, ମାସ, ବର୍ଷ ଏମିତି ନିର୍ଘଣ୍ଟ କଲେ। ତ ସେତେବେଳେ ସେମାନେ ଧୀରେ ଧୀରେ ଜାଣିଲେ ଯେ ବର୍ଷକୁ 360 ଦିନ ବୋଲି ସେତେବେଳେ ଜାଣିଥିଲେ।
तो परे परे तो वर्ष को जो 360 दिन आ रिपीट हो वर्ष को वर्ष मास सब रिपीट होता है सब माने जो मास धर वर्षा ऋतु आउ थे वर्षे पर वर्षा ऋतु आसता तो सहीटा को से अनुधान करते से परवर्ती समय कौन है ना सही देश ही यूक्लिड बोलिक जड़े थे गणितज्ञ सी हिसाब किताब शिखुले यही देखुच ये फोटो यूक्लिड बोली जड़े अच्छा व्यक्ति सी कौन कले ना जामिति विषय रे बा यही सब कौन वृत्त ये विषय सी जाना को चेष्टा कले आ सी नुआ सब तत्व सब देले जामितिर सब तत्व देले देखुच ये ये सी यही सी व्यक्ति अच्छा ये देख वृत्त सी कर त्रिभुज कर तो सी कहले दुईटी बाहु जिते परस्पर को गोटे बिंदु रे जोड़ी होकर दुईटी बाहु दुईटी रश्मि जिते सृष्टि होकर संबंध सब कोण रे थाइबा परस्पर सब गोटे गोटे कोण सृष्टि कर तो जानिले वृत्त वृत्तर तापर से धीरे धीरे कौन है ना से 360 डिग्री गोटे वर्ष बोलिक जो उद्भावन कले से गाणितिक उपाय रे माने गोटे राउंड बा गोल गोलाकार जो अच्छी सूर्य घड़ी गतिविधि तार लक्ष्य करी कहले ये 360 डिग्री तो परवर्ती समय आउ जने गणितज्ञ ना हूँ हिपार्कस आउ जने थिले सहकर्मी सी होती टेलोनी से माने कौन कले ना सूर्य को लक्ष्य करी सूर्य को लक्ष्य करी सूर्य चंद्र आकाश को लक्ष्य करुले से नड़ी आमर जमी पठाणी सामंत आम ओडिशार जी नड़ी साहाय्य से पहाड़ मापुले से माने भी सेठी सेमती सृष्टि करते नड़ी सब सृष्टि करते से देख आकाशर ग्रह तारा नक्षत्र को लक्ष्य करिकी केते डिग्री रे किए अछंती सी स्टडी करथिले सी नुआ पाठ सब तैयारी कले सी संबंध कारण परे परे कौन है ना जिते समुद्र रे लोक जिते नौका धरी जाऊे माछ मारिबा को जाऊे तो घर को फेरला बेले से बहुत असुविधा होता से कौन करते ना आकाशर चंद्र नक्षत्र सप्तर्षि मंडल को लक्ष्य करी से निज दिग बारण दिग बारिकी निज घर को फेरुले कि जो दिन प्रबल वर्षा होता है से वर्षा दिन तो बहुत असुविधा वर्षा दिन तो देखिपारे नहीं चंद्र किमा नक्षत्र को तारा को तो से कौन कले से कंपास आविष्कार कले धीरे धीरे कंपास आविष्कार कले कंपास आविष्कार करी नई कूल को फेरवा समुद्र कूल को फेरवा चेष्टा कले सफल है तो से सब एमती देखो ये डिग्री कंपास तो से दिन ठू आरंभ है कणर पाठ कणर उपयोग तो आजिका डेट रे कौन होची आमे भी देखुछे जो गोटे घर तैयारी करुछे जो काठ काम मिस्त्री करुछे से कणर व्यवहार होची ये देखो ये समकोण तैयारी होची जो गोटे करा होची गोटे काठ काम करा होची परस्पर बाहु को जो जोड़ा है जोड़ा हला परे सी गोटे कण सृष्टि कला तो सठिक कण हेले से काठ कामटी से मजबूत हो अच्छा से जो घर गोटे आम तैयारी करुछे गोटे एमती डिजाइन घर तैयारी करुछे जमती कि आमको सूर्य किरण भी आमको आसुव घर भीतर प्रवेश करुव यही सब लक्ष्य करी आम कणर उपयोग करके आम घर तैयारी करुछे सेमती परवर्ती समय तार उपयोगिता बहुत रही अच्छी केमिति ना धर आम गोटे फुटबॉल को किक करुचे देख पिला जड़े फुटबॉल किक करुचे फुटबॉल को गोईठा मारला बेले आम केते डिग्री एंगल आम गोईठा मारे सी हाएस्ट गोल पोस्ट को जापर तार भी पाठ अच्छी सेमती ये देखुच बिलियार्ड कहते ये खेल को बिलियार्ड कहते तो सी जो बॉल टी को सी हिट करुच्ची धक्का मारुची से केते डिग्री एंगल रे से हिट कले से सबुठू बेसी दूरता पर्यंत जाई परिबो सेमती तीरंदाज
বা ଧନୁତୀରକୁ କେତେ ଡିଗ୍ରୀ ଏଙ୍ଗେଲରେ କଲେ ହେଇପାରିବ, ବେଶୀ ଦୂର ଯାଇପାରିବ ବା ସଠିକ୍ ଲକ୍ଷ୍ୟ ଭେଦ କରିପାରିବ। ସେମିତି ଭଲିରେ ବି ଆବଶ୍ୟକତା ଅଛି, ବହୁତ ମାନେ ଦୈନନ୍ଦିନ ଜୀବନରେ ଆମର ବହୁତ ଆବଶ୍ୟକତା ରହିଛି କଣର। କଣ ସମ୍ପର୍କରେ ତେଣୁକରି ଆମେ ଟିକେ ପଢ଼ିବା। ଏଇଟା ଦେଖ ଗୋଟେ ଫଟୋ, ବହୁତ ସୁନ୍ଦର ଫଟୋ ହେଇଛି। କେତେ ଡିଗ୍ରୀରୁ ଏଙ୍ଗେଲରୁ ଜଣେ ଫଟୋ ଉତ୍ତୋଳନ କଲେ କ୍ୟାମେରାରେ ବହୁତ ସୁନ୍ଦର ଫଟୋ ଆସିପାରିବ। ଏଥିରେ ବି ତାର ପାଠର ଉପଯୋଗିତା ରହିଛି। ଆଚ୍ଛା, ତ କଣ ବିଷୟରେ ଆମେ ଜାଣିଲେ। ତ କଣକୁ ଜାଣିବା ପୂର୍ବରୁ ଆମକୁ କିଛି ଜିନିଷ କଣ ସାଙ୍ଗରେ ସନ୍ନିହିତ ଜିନିଷ ବା କଣ ଆମେ ଜାଣିବା। ତ ସେଇ ଭିତରେ ଅଛି ପଏଣ୍ଟ। ଗୋଟେ ପାଠ ହେଉଛି ପଏଣ୍ଟ ବା ବିନ୍ଦୁ। ଯେତେବେଳେ ବର୍ଷା ଠୋପା ଗୋଟେ ପଡୁଛି ସେଠି ଗୋଟେ ପଏଣ୍ଟରେ ପଡୁଛି, ଅର୍ଥାତ୍ ଗୋଟେ ନିର୍ଦ୍ଦିଷ୍ଟ ସ୍ଥାନରେ ପଡୁଛି। ତ ସେଇ ସିଙ୍ଗଲ ପଏଣ୍ଟ ବା ନିର୍ଦ୍ଦିଷ୍ଟ ସ୍ଥାନକୁ ଆମେ ପଏଣ୍ଟ କରୁ। ଦେଖ ଏଠି ଗୋଟେ ଝିଅ ପିଲା, ସିଏ ଗୋଟେ ପଡ଼ିଆରେ ଗୋଟେ ଜାଗାରେ ଠିଆ ହେଇଛି। ତ ସେଇଟା ହେଉଛି ତାର ପଏଣ୍ଟ। ସେଇଠି ନିର୍ଦ୍ଦିଷ୍ଟ ସ୍ଥାନ ତାର ସ୍ଥାନକୁ ଇଙ୍ଗିତ କରୁଛି। ବା ସେମିତି ଆମ ସାରା ପୃଥିବୀଟାକୁ ଦେଖିବା ଯଦି ଆମେ, ଆମର ଘରଟା ଗୋଟେ ପଏଣ୍ଟ, ଆମର ସେଟା ସ୍ଥିର ଅବସ୍ଥାରେ ରହିଛି, ଗୋଟେ ସମତଳ ସ୍ଥାନରେ ସ୍ଥିର ଅବସ୍ଥାରେ ରହିଛି। ସେମିତି ଆମେ ଯଦି ଗୋଟେ କାଗଜରେ ଆମେ ଗୋଟେ ଡଟ୍ରେ ଗୋଟେ ପଏଣ୍ଟ ବା ଗୋଟେ ଡଟ୍ ମାରିଦେବା, ସିଏ ସେ କାଗଜର ପଏଣ୍ଟ ବା ସେଇ ସ୍ଥିର ସ୍ଥାନ। ସେମିତି ତ ଛୋଟ 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 ପଏଣ୍ଟ ସବୁକୁ ନେଇକି ଲାଇନ୍ ସୃଷ୍ଟି ହେଇଥାଏ। ଦେଖ ଏଇଟା ରାସ୍ତାଟା କେମିତି ସୃଷ୍ଟି ହେଇଛି, ଏଠି ଛୋଟ ଛୋଟ ପଏଣ୍ଟ ସବୁ ଅଛି। ତ ଲାଇନ୍ କହିଲେ ଛୋଟ ଛୋଟ ପଏଣ୍ଟ ମାନଙ୍କର ସମାହାରରେ ସଡ଼କ ଭାବରେ ଅନିର୍ଦ୍ଦିଷ୍ଟ ଆକାରରେ ଲମ୍ବି ରହିଛି। ଦେଖ ଏଇ ରାସ୍ତାଟି, ଯେତେବେଳେ ଆମେ ରାସ୍ତା କ୍ରସ୍ କରୁ ବେଳେବେଳେ ଏମିତି ଲାଇନ୍ ଚିହ୍ନ ଦେଇଥାଏ, ମାନେ ଏଇ ରାସ୍ତାଟି ଅସରନ୍ତି, ଉଭୟ ପକ୍ଷକୁ ଅସରନ୍ତି। ଯେହେତୁ ତୀର ଚିହ୍ନ ଗୋଟେ ଦେଇଛି, ଏପଟେ ଗୋଟେ ତୀର ଚିହ୍ନ, ଏପଟେ ଗୋଟେ ତୀର ଚିହ୍ନ, ଯେଉଁ ସଂଜ୍ଞା ଦେଇଛି, ସିମ୍ବଲ ଦେଇଛି, ତାର ଅର୍ଥ ହେଲା ଆମେ ଉଭୟ ସାଇଡକୁ ଅନିର୍ଦ୍ଦିଷ୍ଟ ଦୂରତା ପର୍ଯ୍ୟନ୍ତ ଲମ୍ବି ଯାଇପାରିବା, ତାକୁ ଆମେ ଲାଇନ୍ କହୁ। ସେମିତି ଆଉ ଗୋଟେ ଅଛି ପାଠ ସେଗମେଣ୍ଟ ବା ରେଖାଖଣ୍ଡ। ରେଖାଖଣ୍ଡ ମାନେ ସେ ଖଣ୍ଡିତ ଆକାରରେ ଅଛି, ମାନେ ଉଭୟ ପକ୍ଷକୁ ଲମ୍ବି ପାରିବ ନାହିଁ। ତାର ଉଦାହରଣ କଣ ନା ମେଜ୍। ଏଠି ଗୋଟେ ଦେଖୁଛ ଗୋଟେ ମେଜ୍ ପଡିଛି। ମେଜ୍ରେ ଦେଖ ଏଠି ତାର ଏଣ୍ଡ ହେଇଗଲା। ମେଜ୍ର ଦୈର୍ଘ୍ୟ ଏତିକି ହିଁ ମାତ୍ର, ତାକୁ ଆମେ କହିବା ସେଗମେଣ୍ଟ। ମାନେ ସେତିକି ସେଗମେଣ୍ଟ ମାନେ ସେତିକି ଏରିଆ ହିଁ ସେ ଲମ୍ବି ପାରିବ, ବେଶୀ ଦୂରତା ଯାଇପାରିବ ନାହିଁ। ଆଉ ଗୋଟେ ଦେଖ ଏଇଟା ରଶ୍ମି, ସୂର୍ଯ୍ୟ ରଶ୍ମି, ଆଲୋକ ରଶ୍ମି ଆମେ ଜାଣିଥାଉ। ତ ରେର ଅର୍ଥ ହେଲା ଗୋଟିଏ ପଏଣ୍ଟରୁ, ଏଇଟା ଗୋଟେ ପଏଣ୍ଟ ଅଛି, ପଏଣ୍ଟରୁ ଆରମ୍ଭ କରି ସିଏ ଅନନ୍ତ ଦୁରିଆ ପର୍ଯ୍ୟନ୍ତ ଲମ୍ବି ଯାଇପାରିବ। ଦେଖ ପିଲାଟି ଗୋଟେ ଶୋଇଛି, ସେଇଠୁ ଆକାଶକୁ ଅନେଇଲା ବେଳକୁ ସେ ଯୋଉଠି ଶୋଇଲା ତାର ମୁଣ୍ଡ ହେଉଛି ସେଇଠି ପଏଣ୍ଟ, ଆଉ ସେଇ ପଏଣ୍ଟରୁ ସିଏ ଆକାଶକୁ ଅନନ୍ତ ଦୂରତା ପର୍ଯ୍ୟନ୍ତ ଦେଖିପାରୁଛି, ତାକୁ କହିବା ରେ। ରେର ଉଦାହରଣ ତାହେଲେ ସେମିତି ଆଲୋକ ରଶ୍ମି ବି ହେଇପାରେ। ତାହେଲେ ନା ଆଉ ଗୋଟେ ମୂଳ ପାଠକୁ ଆସିବା। ତାହେଲେ ଏଙ୍ଗେଲ କେମିତି ସୃଷ୍ଟି ହୁଏ ନା ଦୁଇଟି ରଶ୍ମି ଗୋଟିଏ ପଏଣ୍ଟରୁ, ଗୋଟିଏ ବିନ୍ଦୁରୁ ଯେତେବେଳେ ମିଳିତ ହୋଇ ଲମ୍ବି ଯାଆନ୍ତି, ସେଇ ଦୁଇଟାକୁ ବାହୁ କହନ୍ତି। ଯୋଉଟା ଆମେ ପଢୁଥିଲେ ଯେ ହିପୋର୍କସ୍, ୟୁକ୍ଲିଡ, ଏଇମାନେ ଏଇ ପାଠ ସବୁ ଆରମ୍ଭ କରିଥିଲେ। ବଡ଼ ହେଲେ ସେ ବିଷୟରେ ଆଉ ଟିକେ ତୁମେ ବେଶୀ ଜାଣିପାରିବ। ତ ଏଇଟା ହେଉଛି ଏଙ୍ଗେଲ ସୃଷ୍ଟି କରେ ବା ଏଇଟା କ'ଣ ସୃଷ୍ଟି କଲା। ତାହେଲେ ତାର ଉଦାହରଣ ଦେଖ, ଏଇଠି ଉଦାହରଣ ଦେଇଛି, এই ପଡ଼ିଆର ଦୁଇଟି ଉଦାହରଣ ଦେଇଛି। ଏଠି ଖେଳ ପଡ଼ିଆ ଅଛି, ଏଇ ଖେଳ ପଡ଼ିଆର କୋଣରୁ ଉଭୟ ପକ୍ଷକୁ ଦୁଇଟି ରଶ୍ମି ଯାଇଅଛି। ତାହେଲେ ତାର କମନ ପଏଣ୍ଟ ବା ଗୋଟେ ବିନ୍ଦୁରୁ ସେ ଷ୍ଟାର୍ଟ ହେଇଛି, ଗୋଟେ ବିନ୍ଦୁରୁ କମନ ପଏଣ୍ଟରୁ ସିଏ ଦୁଇଟି ରଶ୍ମି ସୃଷ୍ଟି ହେଇ ଉଭୟ ଆଡ଼କୁ ଲମ୍ବି ଯାଇଛି। ବିଭିନ୍ନ ପ୍ରକାର କ'ଣ ହେଇପାରେ। ଆଚ୍ଛା, ଆଉ ଗୋଟେ ଅଛି ଇଣ୍ଟରସେକ୍ସନ ବା ଛେଦ। ଦୁଇଟି ରଶ୍ମି ଯଦି ପରସ୍ପରକୁ ଛେଦ କଲା ତାକୁ କୁହନ୍ତି ଛେଦକ, ଇଣ୍ଟରସେକ୍ଟିଂ ଲାଇନ୍। ଏଇଠି ଦେଖ ତାର ଉଦାହରଣ ହେଲା ଦୁଇ ଜଣ ସୈନିକ, ଏଇଠି ସେମାନେ ଯୁଦ୍ଧ କରୁଛନ୍ତି। ଇଏ ଗୋଟେ ସରଳ ରେଖାରେ ଖଣ୍ଡା ଧରିଛି, ସିଏ ଗୋଟେ ଖଣ୍ଡା ଧରିଛି। ଖଣ୍ଡା ଯେତେବେଳେ ସେମାନେ ଲଢ଼େଇ କରୁଛନ୍ତି, ଯେତେବେଳେ ସେମାନେ ପରସ୍ପରକୁ କାଟୁଛନ୍ତି, ସେଟା କୁହନ୍ତି ଇଣ୍ଟରସେକ୍ଟିଂ ଲାଇନ୍। ତ ପିଲାମାନେ ବିଭିନ୍ନ ପ୍ରକାର କ'ଣ, ତ ଆମେ ତ କ'ଣ କେମିତି ସୃଷ୍ଟି ହୁଏ ଜାଣିଲେ। ତ ବିଭିନ୍ନ ପ୍ରକାର କ'ଣ ଦେଖୁଛ, ଏଇଠି ପିଲା ଗୋଟେ ହାତକୁ ଉପରକୁ ଟେକିଛି, ଆଉ ଗୋଟେ ସମାନ୍ତରାଳ ଭାବରେ ହାତକୁ ଧରି ରଖିଛି। ତ ଏଇଠି 90 ଡିଗ୍ରୀର କ'ଣ, 90 ଡିଗ୍ରୀ ଅର୍ଥାତ୍ ସମକୋଣ। ଦେଖ ସମକୋଣର କ'ଣ ସବୁ ଉଦାହରଣ, ଏଇଠି ଦେଖ ମେଜଟିରେ ଏଇଠି ବାହୁ ସବୁ ମେଜର 90 ଡିଗ୍ରୀ ଅଙ୍କନ କରିଛନ୍ତି କ'ଣ। ସେମିତି ବିଭିନ୍ନ ପ୍ରକାର କ'ଣ, ତ ବହୁତ ପ୍ରକାର କ'ଣ ସବୁ ଅଛି। ତ
कौन सब अच्छी ना सूक्ष्म कोण बा एक्यूट एंगल बोली गोटे कहते छोट कोण क्यूट एंगल एक्यूट एंगल ये देख छोट कोण यहाँ 90 डिग्री यहाँ आम जो कहे 90 डिग्री गले देख ये समकोण सामान होगी रही है कहते समकोण आ जोटा छोट एक्यूट बा क्यूट एंगल 90 डिग्री कम ताकू कहते एक्यूट एंगल बा सूक्ष्म कोण सेमती यहाँ देख पेटुआ कोण यहाँ गोटे एप्टूस एंगल बड़ हो पेटटा बड़ 90 डिग्री रु ये बड़ पेटटा कोण सृष्टि जो होती साई देखा जाए मानने पृथुलकाय मोटा देखा कहते स्थूल कोण ताले सूक्ष्म कोण स्थूल कोण समकोण एमती विभिन्न प्रकार कोण सब थाए तो कोण को कोणर उदाहरण सब देख ये देख सब ये हूँ कोण 90 डिग्री घर कोण सब 90 डिग्री अच्छा ये गच्छर ये डाल सब अच्छी देख 90 डिग्री बेसी हम ये बेसी हम आम अनुमान करें यहाँ हूँ स्थूल कोण ये सूक्ष्म कोण तो आम कौ जगार आम सब कोण सब देखू देख घड़ीर सुई परस्पर मध्य कोण सृष्टि कर कईची देख दुईटी कईचीर बाहुरे कोण सृष्टि होती पिज्जा सेमती कोन सब कोण सृष्टि होता है आ गोटे देख आ गोटे पाठ 180 डिग्री भी कोण होता है देख यहाँ सीधा सड़क कोण यहाँ देख ये घंटा घंटा सब सामान होगी 180 डिग्री 90 डिग्री कथा जानी यहाँ किंतु बड़ 180 डिग्री सड़क कोण देखिपार तो परवर्ती समय तार उपयोग भी आम शिखा जे कोण को व्यवहार करी आमे गोटे यहाँ देख टावर अच्छी ये टावर टी केते फुट उच्चा हो पारे केते मीटर उच्चा हो पारे ताकू आमे तलू देखिले जो कोण सृष्टि हुए से कोणर पाठ को लगेकी आमे तार उच्चता मापि पार जमी आम पठाणी सामंत मापि पारुले सेमती जितेबाला आम एरोप्लेन आसुचे आम जो तौक ओह्लैवा सेठी पायलट कंप्यूटर सेटिंग करमती जे केते डिग्री एंगल आम ओह्लैले सेफली आम लैंड कर ओह्लै पार तो कोण एमती बहुत उपयोग रही ये देख आउ टे देखीदे शेष बड़े जे ये देख ये चेयर टी देख ये चेयर टी देख केते डिग्री हो पारे यहाँ ना ये 90 यहाँ पाखापाखि 120 पाखापाखि 135 हो पारे सेमती यहाँ केते डिग्री हो पारे यहाँ देख ये घंटे घंटा केते डिग्री हो पारे सेमती एक कुंभीर आँ यहाँ केते डिग्री हो पारे ये कुंभीर आँटा छोट निश्चित भाव में ये छोट अल्प हो सी 90 डिग्री कम छोट देखा 40 डिग्री होता पारे सेमती ये हांगार परस्पर मध्य केते डिग्री सृष्टि कर बड़ देखा निहाती सी 150 आड़ को 90 अधिका हो जना पड़े ये जीप देख ये भी छोट ये पाखापाखि से 30 डिग्री आड़े हो पारे तो आम बर्तमान कोणर अनुमानिक केमती अनुमान करिपरिबा केते डिग्री से आम जानीपारे परवर्ती समय आम कौन करवा ना प्रोट्राक्टर साहाय्य देख प्रोट्राक्टर जो देखुले आम प्रोट्राक्टर साहाय्य कोणर अंकन कर शिखा ये देख प्रोट्राक्टर को लगेगी यहाँ आम कोण अंकन कर शिखा प्रोट्राक्टर गोटे आड़ू 0 रु मझी पर्यंत 90 डिग्री एपटू 0 रु आरंभ कर 90 डिग्री होता है तो ये 90 डिग्री जदि है मझीटा ताले एपटू 180 डिग्री हम ताले यहाँ सरल रेखा हूँ 180 डिग्री आम जो अंकन करवा गोटे कागज सादा कागज रखी प्रोट्राक्टर को रखी मिड पॉइंट रे मझी पॉइंट रे गोटे पॉइंट दे आम एपटू 0 रु स्टार्ट करी आमर जिते आवश्यक कोण हो पार धर ये आम 50 डिग्री 60 डिग्री ये गोटे बिंदु दबा एपटे 0 डिग्री गोटे बिंदु दबा आउ ये मझे को बिंदु दबा तापर
परस्परକୁ संजोग करदबा संजोग करदे आमर जते दरकार डिग्री सेतिकी सृष्टि हो पारिबो। तो आज आम बेसिक कथा जानिले परवर्ती समय रे परवर्ती अध्याय रे आमे कोन तारो व्यवहार शिखवा तार जटिल सब प्रश्न मानकर उत्तर शिखवा। तो आज टिके बेसिक जिनस जानिले आउ परवर्ती वीडियो रे आमे आउ टिके बेस शिखवा। सेतिकी पर्यंत बाय बाय।